ସତ୍ସଙ୍ଗର ଆୟୋଜନ କରିଛି। ସତ୍ସଙ୍ଗର ଆମର ସଦ୍ଗତି କାମନା କରିବା ପାଇଁ ଏହି ଆୟୋଜନ କରାଯାଏ। ତେଣୁ ସଦ୍ଗତି ତତ୍କ୍ଷଣାତ୍ ହେଇଯାଏ। ଆମ ସମସ୍ତଙ୍କର ଗୋଟିଏ ଠିକଣା ହେଉଛି ଶ୍ରୀ ଠାକୁରଙ୍କ ଚରଣରେ। ଆମେ ସମସ୍ତେ ଯିବା ସେଇ ସାଧୁଙ୍କ ଚରଣ। ସଦ୍ଗତି ଶବ୍ଦର ଅର୍ଥ ହେଉଛି ସତ୍ ଅସ୍ତିତ୍ୱରେ ଗତି। ସତ୍ ଶବ୍ଦର ଅର୍ଥ ହେଉଛି ଅସ୍ତିତ୍ୱ, ଏକ ନୂତନ ଅସ୍ତିତ୍ୱରେ ଗତି। যে ব্যক্তি ଯେଉଁ ଭାବ ଦେଇକରି ତାର ସୋଲଟା ଅଫ୍ ହେଇଯାଇଥାଏ, ସେଇ ଭାବରେ ଯେଉଁ ସ୍ୱାମୀ ସ୍ତ୍ରୀ ମିଳିତ ହେଇଥାନ୍ତି, ସେଇ ସ୍ୱାମୀ ସ୍ତ୍ରୀଙ୍କ ପରିବାରରେ ସେଇ ଆତ୍ମା ପୁନଃପ୍ରବେଶ କରେ। আমরা আর্যকোষ্ঠী বিশ্বাস করি পুনরপি জনম পুনরপি মরণ পুনরপি জননী জঠরে শয়ন। তো কয়েকটি বাসাংশে দিনানি যথা বিহায় নবানী গুণাতি নবানী তথা শরীরানি বিহায় দিনা ধন্যানি সংজাতি ধন্যানি গৃহী। অর্থাৎ এই শরীরের বস্ত্র যেତେବେଳେ পুরোনো হয়ে ফাটি যায় ফুটি যায়, সেତେବେଳେ তাকে আত্মা ত্যাগ করে, আত্মা হচ্ছে অবিনশ্বর অবিনাশী নশ্বর, সে ত্যাগ করে নূতন শরীর গ্রহণ করে। সেইপাই শ্রাদ্ধ করার ব্যবস্থা রয়েছে আমার আর্যকোষ্ঠী। কুয়াযাই বিষ্ণু পুরাণে কুয়াযাইছে যে আয়ুর্ধন এবং বিদ্যা প্রয়োজনতি পুরুষোত্তম পূর্বপুরুষম তস্মাৎ সর্বপ্রযুক্তম সাধন পর্যাপ্ত প্রযত্ন। সর্বপ্রথম সহিত শ্রাদ্ধ করা কুযাই বিষ্ণু পুরাণ। শ্রাদ্ধ মানে হচ্ছে শ্রদ্ধা অর্পণ করা। সে দিবঙ্গত আত্মার প্রতি শ্রদ্ধা পোষণ করা হচ্ছে শ্রাদ্ধের কথা। পিতৃঋণ মাতৃঋণকে শোধ করে পারନ୍ତି না। জন্ম জন্মান্তর ধরে কেউ শোধ করে পারନ୍ତି না। পিতা ধর্ম পিতা স্বর্গ পিতাই পরম তপ পিতরি বিধিমাত পদে প্রিয়ান্ত সঙ্গে। পিতা ধর্ম পিতা স্বর্গ পিতাই পর্ব নন্দনা পিতৃপ্রীতি চারি আনে সব দেবতার বন্দনা। ପିତୃପ୍ରୀତି ସବ୍ ଦେବତାକେ ଯେଉଁ ପିତୃମାତୃ ଭକ୍ତ ହୁଅନ୍ତି ସେମାନଙ୍କର ଅନ୍ୟ କୌଣସି ମାନେ ପୁରୁଷୋତ୍ତମ ଭକ୍ତ ହୁଅନ୍ତି, ସେମାନେ ଅନ୍ୟ କୌଣସି ଦେବଦେବୀଙ୍କର ପୂଜା କରା ହେଇପାରେ କି ପୁରୁଷୋତ୍ତମ ହଉଛନ୍ତି ସର୍ବଦେବମୟ। ତେଣୁ ସେହି ଉଦ୍ଦେଶ୍ୟରେ ଆଜି ଏ ଯେଉଁ କରାଯାଉଛି ତାଙ୍କର ଆତ୍ମାର ସଦ୍ଗତି ସେହି ସମୟରେ ହେଇଛି ଏବଂ ତାଙ୍କ ଯେଉଁ ଅଧୁରା କାମ ରହିଛି ସେ ଅଧୁରା କାମ ତାଙ୍କର ପରବର୍ତ୍ତୀ ପରବର୍ତ୍ତୀ ଯେଉଁ ଜେନେରେସନ୍ ଅଛନ୍ତି ସେମାନେ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ। ପିତୃପିତା ବା ପିତୃମାତୃଙ୍କର ବିୟୋଗ ହେଉଛି ଅପୂରଣୀୟ କ୍ଷତି, ଇରିଟେରେବଲ୍ ଲସ୍ ମଣିଷ ଜୀବନରେ। ତେଣୁ ସେହି ଅନୁସାରେ କାମ କରାଯିବ। ଶ୍ରୀ ଠାକୁର ଅତ୍ୟନ୍ତ ପିତୃମାତୃଭକ୍ତ ଥିଲେ। ଠାକୁର ଏଭଳି ମାତୃଭକ୍ତ ଥିଲେ ଯେ ଠାକୁର ମା ଯାହା କହିଦେଉଥିଲେ, ଆପଣ ସମସ୍ତେ ଜାଣନ୍ତି ସେ ଘଟଣା ଯେ ସେ ତାକୁ ଅକ୍ଷର ଅକ୍ଷରେ ପାଳନ କରୁଥିଲେ। ତାଙ୍କର ଗୋଡ଼ରେ ଫୋଡ଼ା ହେଇଥିଲା, ସେଦିନ ଅଙ୍କ ପରୀକ୍ଷା ଥିଲା, ସେ ଯାଇପାରିବେ ନାହିଁ, ଚାଲିପାରୁନଥିଲେ। ମା କହିଲେ ତୁ ଆଜି ଯାଇପାରୁନୁ, ତୁ ଆଜି କୌଣସି ଅଙ୍କ କରିପାରିବୁ ନାହିଁ। ସେ ଦେଖିଲେ ସବୁ ଅଙ୍କ ତାଙ୍କୁ ଆସୁଛି, କିନ୍ତୁ ଯେହେତୁ ମା ମନା କରିଦେଇଛନ୍ତି କରିପାରିବେନି, ସେ କଲେ ନାହିଁ, କାନ୍ଦିକିରି ପରୀକ୍ଷା ପତ୍ର ଘର ଛାଡ଼ିକିରି ଚାଲି ଆସିଲେ। ସେଠାରୁ କହୁଥିଲେ ପିଲାଦିନେ ମୋର କୌଣସି ଭଲ କାମ ପାଇଁ ମୋତେ ସମଗ୍ର ଦୁନିଆ ପ୍ରଶଂସା କଲେ ମଧ୍ୟ ମୋର ସେଥିରେ କେତେ ରୋମାଞ୍ଚ ହେଉନଥିଲା, କିନ୍ତୁ ମୋର ମା ଯଦି ପଦେ କଥା ମୋତେ ପ୍ରଶଂସା କରି କହିଦେଉଥିଲା, ମୋ ମନ ପ୍ରତି ସମଗ୍ର ପୃଥିବୀର ସମସ୍ତ ସମ୍ପଦ ବିଶ୍ୱ ବ୍ରହ୍ମାଣ୍ଡର ସମ୍ପଦ ଆସିକି ମୋର ପଦଲେଖନ କରୁଛି। ଏଭଳି ମାତୃଭକ୍ତ ଥିଲେ। ଆଜି ଯେଉଁ ସତ୍ସଙ୍ଗ ହେଉଛି ସାରା ଭାରତ ବର୍ଷରେ ଦେଶ ବିଦେଶରେ ବିଭିନ୍ନ ଜାଗାରେ ସତ୍ସଙ୍ଗ ହେଉଛି। ଆଜି ଦେଶର ବାତାବରଣ ଅତ୍ୟନ୍ତ ପ୍ରଦୂଷିତ ହୋଇଯାଏ। ଦେଶର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ସାହିତ୍ୟ, ରାଜନୀତି, ଧର୍ମ, ମଣିଷର ବ୍ୟକ୍ତିଗତ ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ରୀୟ ଜୀବନ ଏବଂ ଧାର୍ମିକ ସଂସ୍ଥା, ସାଧୁସନ୍ଥ ଏବଂ ପିତା ମାତା, ଭାଇ ଭଉଣୀ ସମସ୍ତେ ଆଜି ଏବେ କମର୍ସିଆଲ ହେଉଛି। ଖେଳ ମଧ୍ୟ ଆଜି କମର୍ସିଆଲ, ମ୍ୟାଚ୍ ଫିକ୍ସିଂ ହେଉଛି, ଖେଳ ମଧ୍ୟ କମର୍ସିଆଲ ହେଉଛି। ପଲିଟିକ୍ସରେ କହିବା ତ ବାଦ ଦେବା କଥା, ପଲିଟିକ୍ସ ତ ପଦେ ପଦେ
କରପ୍ସନ୍ ଚାଲିଛି। এই ପ୍ରଦୂଷିତ ବାତାବରଣକୁ ଶୁଦ୍ଧ କରିବା ପାଇଁ ବଳଦେବ ଶ୍ରୀ ଠାକୁର ଆସିଛନ୍ତି ଏବଂ ବ୍ୟାପକ ଭାବରେ ଆଜି ସତ୍ସଙ୍ଗ ଦେବଠାରୁ ଆରମ୍ଭ କରି ଦେଶ ବିଦେଶରେ ସର୍ବତ୍ର ବ୍ୟାପକ ଭାବରେ ସତ୍ସଙ୍ଗ ଚାଲିଛି। ଶ୍ରୀ ଠାକୁର ଚାହିଁଛନ୍ତି ଯେ 10 କୋଟି ଦୀକ୍ଷା ହେବା ପାଇଁ 1953 ଜାତୀୟ ଆଶ୍ରମରେ ଠାକୁର କହିଥିଲେ 10 କୋଟି ଦୀକ୍ଷା କରିବା କଥା। ପରୋକ୍ଷ ବର୍ଷ ସେ ବଡ଼ଆ ଶୁଣିଥିଲେ କଥା କହିଥିଲେ। Every house should be reconstructed, every individual should reform. ଠାକୁର କହୁଛନ୍ତି ଅମେବାଣୀରେ ଠାକୁର ଅଶ୍ୱିନୀ କୁମାର ବିଶ୍ୱାସଙ୍କ ସହିତ କଥୋପକଥନ ଏ କଥା କହିଛନ୍ତି ଏବଂ ଦେଶ ଉଚ୍ଚତ ଆସିଲେ ସେ ପଲିଟିକ୍ସ କରିଥିଲେ। ଠାକୁର କହିଲେ ପଲିଟିକ୍ସ କରୁ ଯାହା କରନ୍ତୁ ଦେଶ ଗଠନରେ ସବୁଠୁ ବଡ଼ କଥା ହେଉଛି ମଣିଷ ତିଆରି କରିବା। ଯେଉଁ ଦେଶକୁ ସ୍ୱାଧୀନ କରିବା ପାଇଁ ଆପଣମାନେ ଚେଷ୍ଟା କରୁଛନ୍ତି ସେ ଦେଶର ମଣିଷମାନେ ଆଗେ ମଣିଷ ହେବା ଉଚିତ ଯେ ଏ ଦେଶ ବିରାଟ ଦେଶର ଦାୟିତ୍ୱ ବନ୍ଦ କରିପାରିବେ। ମଣିଷ ତିଆରି ନେଲେ ଦେଶର ଦାୟିତ୍ୱ କେହି ବନ୍ଦ କରିବା ପାଇଁ ନଥିଲେ। ତେଣୁ ପ୍ରଥମ କଥା ମଣିଷ ତିଆରି କରିବା। ମଣିଷ ତିଆରି କରିବା କୌଣସି ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ବିଜ୍ଞାନ କଲେଜ ମହିଳା କଲେଜ ବିଏଡି କଲେଜରେ ହୁଏ ନାହିଁ। ସେ ପିତାମାତାର ମାଧ୍ୟମରେ ହୁଏ, ପିତାମାତାର ଦ୍ୱାରା ହିଁ ହୁଏ। ତ ସେ ଜଣେ ବିବାହ ସଂସ୍କାର କଥା ସେ ଠାରୁ କହିଛନ୍ତି। ଏ କଥା କେହି କହିନାହାନ୍ତି, ସମସ୍ତେ ଅନୁଭବ କଲେ ମଧ୍ୟ କେହି କହୁନାହାନ୍ତି, ଭୟରେ କହୁନାହାନ୍ତି। ଆଜି ଦେଶରେ ପ୍ରତିବର୍ଷ ବିବାହ ବ୍ୟାପକ ଭାବରେ ଘଟୁଛି। ଏହି ପ୍ରତିବର୍ଷ ବିବାହ ପାଇଁ ସରକାର ପ୍ରୋତ୍ସାହିତ କରୁଛି ଏବଂ ଦେଶରେ ଆଜି ବର୍ତ୍ତମାନ ପ୍ରତିବର୍ଷ ବିବାହ ପ୍ରତ୍ୟେକ ସନ୍ତାନମାନେ ଠାରୁ କରୁଛନ୍ତି ସେମାନେ ଅଳ୍ପାୟୁଷ ହୁଅନ୍ତି, ସେମାନେ ଟ୍ୟାଲେଣ୍ଟେଡ୍ ହୁଅନ୍ତି, କିନ୍ତୁ ସେମାନଙ୍କର ପ୍ରତିଭାକୁ ସେମାନେ ଡେଷ୍ଟ୍ରକ୍ଟିଭ୍ ପର୍ପସ୍ରେ ୟୁଜ୍ କରନ୍ତି, ସେମାନେ ସର୍ଟ ଟେମ୍ପର ହୁଅନ୍ତି ଇତ୍ୟାଦି ଇତ୍ୟାଦି। ତେଣୁ ଆଜି ଦେଶରେ ଏହି ପ୍ରତିଲୋମ ବିବାହ ବ୍ୟାପକ ଭାବରେ ଘଟି ଚାଲିଛି। ଏ ବିବାହ ସଂସ୍କାର ନ କଲେ ଦେଶର ଉନ୍ନତି କଦାପି ସମ୍ଭବ ହୋଇପାରିବ। ସେଥିପାଇଁ ଠାକୁରଙ୍କର ଏହି ସତ୍ସଙ୍ଗ ଆନ୍ଦୋଳନ ଚାଲିଛି ଏବଂ ଘରେ ଘରେ ଏ ସତ୍ସଙ୍ଗ ଆନ୍ଦୋଳନ କରିବା ପାଇଁ ଠାକୁର ଆଜି ଆମର ଦେଶର ଯୁବକମାନେ ପାଶ୍ଚାତ୍ୟ ସଭ୍ୟତାର ଆନ୍ଧିରେ ଏଭଳି ଭାବରେ ଫସି ଯାଇଛନ୍ତି ଯେ ସେମାନଙ୍କୁ ଆଉ କିଛି ଦେଖାଯାଉନି। ଦେଶ ଦୁନିଆ ନିଜର ସଂସ୍କୃତି ନିଜର ପରମ୍ପରା ନିଜର ସଭ୍ୟତା ନିଜର ଐତିହ୍ୟକୁ ତ୍ୟାଗ କରି ସେମାନେ ବିଦେଶମୁଖୀ ହେଇଯାଉଛନ୍ତି। ପିତାମାତାଙ୍କୁ ଉପେକ୍ଷା କରୁଛନ୍ତି, ବୃଦ୍ଧ ପିତାମାତାଙ୍କର ସେବା ଯତ୍ନ କରୁନାହାନ୍ତି। ସେଥିପାଇଁ ଆଜି ପାର୍ଲାମେଣ୍ଟରେ ମଧ୍ୟ ଏକ ରେଜଲ୍ୟୁସନ୍ ପାସ୍ ହେଇଛି ଯେଉଁ ପିଲାମାନେ ଆପଣଙ୍କ ବୃଦ୍ଧ ପିତାମାତାଙ୍କୁ ଇଗ୍ନୋର କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ, ଜେଲ୍ ଜରିମାନା ହେବ ଏବଂ ତାର ଜନ୍ମରୁ କାଟିକି ସେମାନେ ପିତାମାତାଙ୍କୁ ଦିଆଯିବ। ଅଧିକା ପିତାମାତା ବିଦେଶ ଚାଲି ଯାଉଛନ୍ତି। ଶ୍ୱଶୁର ମରିଗଲେ କି ଶାଶୁ ମରିଗଲେ ବୋହୂ ଆସିବାକୁ ଚାହୁଁନାହାନ୍ତି, ପୁଅ ଆସୁଛନ୍ତି କରିବା ପାଇଁ ଆସୁଛନ୍ତି ଏବଂ ସେଇ ଅବସ୍ଥାରେ ଯଦି ପିତାମାତା ଯେଉଁ ପୁଅ ବୋହୂ ଯାଉଛନ୍ତି ବିଦେଶକୁ ସେମାନେ ପିତାମାତାଙ୍କୁ କରୁଛନ୍ତି ସେତିକି ବେଳେ ଯେତେବେଳେ ସେମାନଙ୍କର ପିଲା ଛୁଆ ହେଇଯାଉଛନ୍ତି ସେମାନଙ୍କୁ ଦେଖାଶୁଣା କରିବାକୁ କେହି ରହୁନାହାନ୍ତି। ସେଠି ଯେଉଁ ଡୋମେଷ୍ଟିକ୍ ହେଲ୍ପ ମିଳୁଛନ୍ତି କାମର ଲୋକ ମିଳୁଛନ୍ତି ସେମାନେ ବହୁତ ଦାରଣ ମାଗୁଛନ୍ତି। ତେଣୁ ସେତେବେଳେ ପିତାମାତାଙ୍କୁ ଡାକୁଛନ୍ତି। ସେତେବେଳେ ପିତାମାତାଙ୍କ ଛୁଆ ଏତେ ନିର୍ଭରଯୋଗ୍ୟ ସେବକ ଆଉ କେହି ନାତି ନାତୁଣୀଙ୍କୁ ରହିପାରିବେନି। ସେ ପିତାମାତାଙ୍କୁ ସେଠିକାର ପରିସ୍ଥିତି ସେଠିକାର ପରିବେଶ ସେ ସମାଜ ଭଲ ଲାଗୁନାହିଁ। ସେମାନେ ଛାଟିପିଟି ହେଉଛନ୍ତି ସେଠୁ ପଳେଇ ଆସିବା ପାଇଁ ଏଇଭଳି ଆଜିର ଅବସ୍ଥା ହେଇଛି। ପିତାମାତାଙ୍କୁ ଉପେକ୍ଷା କରେ। ଗୋଟେ ଛୋଟିଆ ଘଟଣା ମନେ ପଡ଼ୁଛି। ଗୋଟିଏ ମାଆର ଗୋଟେ ପିଲା ଜନ୍ମ ହେଲା, ସେ ମୂଳରୁ ଜନ୍ମାନ ନଥିଲା, ତା ଆଖି ନଥିଲା। ତାର ମା ତାକୁ ତା ନିଜର ଆଖି ଦେଇ ସେ ଅନ୍ଧୁଣୀ ହେଇଗଲା। একথা কেউ জানতেন, সে ডাক্তার জানতেন এবং নর্স জানতেন। তারপরে সে পুଅ বড় ହେଲା, ଚାକିରି ପଢ଼ାପଢ଼ି କଲା, ପଢ଼ିଲା, ବିବାହ କଲା। ଆଉ ଯେଉଁ ସ୍ତ୍ରୀ ସେ ଶାଶୁକୁ ମୋତେ ଭଲ ପାଏନି, ଶାଶୁକୁ ଖାଇବା ପିଇବା ଏନ୍ଜୟ କରେ, ସେବା ଯତ୍ନ କରେନି। ପୁଅ ବି ସ୍ତ୍ରୀ କଥାରେ ଭାସିଯାଏ, ପୁଅ ବି ଶାଶୁ ମାଆକୁ ପଚାରେ। ମା ଏଇଭଳି ଭାବରେ ନିର୍ଯାତିତ ହେଇକରି ଚାଲିଗଲା, ବମ୍ବେ ଚାଲିଗଲା। ତାପରେ ମା ଗୁରୁତର ଅସୁସ୍ଥ ହେଲା।
ଅସୁସ୍ଥ ହେଲା ବେଳେ କେହି ପାଖରେ ନାହାନ୍ତି। ସେ ନର୍ସ ସେ ଜାଣିଛି ଯେ ସେ ମା ତା ପୁଅକୁ ଆଖି ଦେଇଛି। ସେ ମା ସେ ନର୍ସ ସେ ପୁଅକୁ ଫୋନ୍ କରି ଖବର ଦେଲା ଯେ ମା ସିରିୟସ୍ ଆଉ ବଞ୍ଚିବାର ଆଶା ନାହିଁ, ଯଦି ଦେଖା କରିବାକୁ ଚାହୁଁ ସେ ଜାଗାରେ ହଉ ତାହେଲେ ଶୀଘ୍ର ଚାଲି ଆସ। ପୁଅ ଗଲା ହସ୍ପିଟାଲ द्वार पर दौड़ी दौड़ी माँ भी चित्कार कर से गला। माँ जो रूम में थिला से रूम में माँ जो अंतिम अवस्था थिला वो को तो देखी पार नहीं ता हाथ खाता बोले देखिए आँखें बोली देगा से माँ बोले काम देखिए जब छटपट माँ संस्कार करके चले ये अवस्था बर्तमान समाज से कारण आज विदेश में सका जन बाहर होता दीपर आल दीपर आल और विदेश में जो आम देवघर जड़े रानी गोपाल चक्रवर्ती महोदय जी थे देवघर में सत्संग एक्स सेक्रेटरी एक्स भाइस प्रेसिडेंट सुपुत्र कनिष्ठ पुत्र भास्वर चक्रवर्ती से वाराणसी हिंदू यूनिवर्सिटी से फार्मारे टपर पास करते स्कॉलरशिप पाई कानाडा जावाई से परम पूज्य श्री धारण पाखे आशीर्वाद प्रदान कले कानाडा जावाई से मुझे बसली नाटक परम पूज्य आचार्य कहले तू कानाडा जा बा सादे जा जो जा विदेश जा भल से उन्नत पढ़ाशुना करूँ भल पढ़ापढ़ी करूँ से अर्थोपार्जन भल हम एवं कि से रही पढ़ी रही चली आसू निजर बाप माँ सेवा करूँ देश सेवा करूँ से कितु आसला नहीं डिवोर्स भी होगा से परे आसिक अहमदाबाद में बर्तमान क्लिनिक काम कर तेणु ये देशर अवस्था यही अवस्था को सुधारे पदंजल श्री ठाकुर आसुँच सत्संग आंदोलन कर 6 कोटी लोक जाति धर्म वर्ण निर्विशेष आवाज बुद्ध वनिता निर्विशेष से दीक्षा ग्रहण कले व्यापक भाव में दीक्षा अभियान चलती किसी दिन दीक्षार संख्या कमी जाऊँ गत जी समय देखा आम देश में 70,000 दीक्षा होती 5,000 दीक्षा विदेश रही बांग्लादेश रही विदेश रही आंडमान निकोबर रही नेपाल रही एमती 75,000 दीक्षा पत्र रही परवर्ती बार श्री दादा जो दीक्षा जो स्पतन करते वर्ष 4 मास 4 क्वार्टर से प्रत्येक दिन प्रत्येक दीक्षा दिवस दिन 3-4 लाख दीक्षा वर्ष को 15-16 लाख दीक्षा होता से जगह आज 75,000 दीक्षा होती बीपी ग्लास काम चलती रिवाइव कर चाहूँ ठाकुर समस्त ठाकुर चाहते प्रत्येक दिन मनुष्य को रिवाइव कर ठाकुर मनुष्य कंगाल थे ठाकुर कहते गोटाए मनुष्य को मनुष्य करने राज्य को त्याग करने कुंठित एवं गोटे मनुष्य को मनुष्य करने जदि गोटाए राज्य संपद को खतुर हो जाए कुंठित नुहे तेणु से चाहते गोटे लोक मनुष्य करने मत 1000 बार आशा से प्रस्तुत ये से ठाकुर मनुष्य प्रिय मनुष्य नाम तेणु आम जन्म जन्मांतर आम सौभाग्य जे आम एवं जन पुरुषोत्तम ग्रहण कर त्रिकालज्ञ अभ्रांत सर्वशक्तिमान जे वैशिष्ट्य पाणी जे आपुर जे सर्वदेवमय जे सर्वज्ञ जे सर्वपरिपूर्ण यहीपरि जन्म जन्मांतर सौभाग्य आम सेवक भाव तेणु आज जो सत्संग होती बंशीधर स्वाईंकर आत्मार स्वीकृति तेणु आत्मार स्वीकृति तत्काल हो जो मैंने आज उपस्थित पुत्र कन्या से मनोज महामाया मत फोन करता दिल्ली ये सत्संग जोगदेवाई आसवे बहुत असुविधा थी बर्तमान समस्त फ्लाइट कैंसल हो इंडिगो फ्लाइट कैंसल हो केवल एयर इंडिया चलती एयर इंडिया रे 50,000 और 50,000 60,000 फ्लाइट फेयर गत काली 16,000 टका मुझे याठू अपेक्षा कर ठीक नुह से 16,000 टका देखिए मोटा आसिले आज ये सत्संग कर परिवार समस्ते पशुपालन कर
ଜନଜନାନ୍ତର ସୌଭାଗ୍ୟରେ ପରିଣତ ପ୍ରାର୍ଥନା କରୁଛି ଏବଂ ସମସ୍ତଙ୍କର କୁଶଳ ମଙ୍ଗଳ ପ୍ରାର୍ଥନା କରୁଛି। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାବଃ। ଜୟ ଗୁରୁ। ଆଜି ଏ ସତ୍ସଙ୍ଗରେ ପୂଜ୍ୟ ଜ୍ୟୋତିର୍ମା ଧୀରଜ ଆସି ଯୋଗ ଦେଇଥିବାରୁ ଏବଂ ଦୀର୍ଘ କଥା କହିଥିବାରୁ ଆମେ